ଦେବକେତୁଙ୍କ ପ୍ରାର୍ଥନା ଶୁଣି ଦୀନବତ୍ସଳ ଅଙ୍ଗିରା ଋଷି ଚରୁପାକ କଲେ ଏବଂ ରାଜାର ଜ୍ୟେଷ୍ଠା ପତ୍ନୀ କୃତଦ୍ୱିତୀକୁ ତାହା ଭୋଜନ କରାଇଲେ। ଏହାଦ୍ୱାରା ପୁତ୍ର ଜାତ ହେବ, ରାଜାକୁ ହର୍ଷ ଏବଂ ଶୋକ ପ୍ରଦାନ କରିବ। ଯଥା ସମୟରେ ରାଜାଙ୍କର ଆନନ୍ଦ ବର୍ଦ୍ଧନ କରି ରାଣୀଙ୍କ ଗର୍ଭରୁ ସୁକୁମାର ପୁତ୍ରଟିଏ ଜନ୍ମ ହେଲା। ତାଙ୍କର ଅନ୍ୟାନ୍ୟ ମହିଷୀଗଣ ଈର୍ଷାନ୍ୱିତ ହୋଇ ସେହି ପୁତ୍ରକୁ ବିଷ ଖୁଆଇ ମାରିଦେଲେ। ରାଣୀ କୃତଦ୍ୟୁତି ପୁତ୍ରର ଅକସ୍ମାତ ମୃତ୍ୟୁରେ ଶୋକାତୁର ହୋଇ ଜ୍ଞାନ ହରାଇଲେ। ସୁକୌବାଚ ରମ୍ଭାଦ୍ରୁମ କି ବାତ ଘରେ ଦେଶନେ ପଡ଼ିଲା ଭୂମିରେ ତକ୍ଷଣୀ ମୋହ ସେ ପାଇଲା କେଶବସନ ଖସିଗଲା ରାଜାର ଅନ୍ତପୁର ଜନ ସ୍ତ୍ରୀ ପୁରୁଷ ହେ ରାଜନ ରୋଦନ ଶୁଣିଣଇଲେ ସମସ୍ତେ ଶୋକରେ ମଜିଲେ। କହିବା ଶୁଣ ନୃପବର ଯେତେକ ସପତ୍ନୀ ତାହାର ଅନ୍ତରେ ସୁଖ ସେ ଆଚରି ବାହେ କପଟ ଶୋକ କରି ପୁତ୍ର ମରଣ ରାଜା ଶୁଣି ମୃତ୍ୟୁର କାରଣ ନ ଜାଣି ମୋହରେ ନଦୀ ସଇ ପଥ ପାଦ ପାଦକେ ଜ୍ଞାନ ହତ ସ୍ନେହ ବନ୍ଧନୁ ଶୋକ ବଢ଼ି ମୂର୍ଚ୍ଛିତ ହୋଇ ପାଡ଼େ ରଡ଼ି ଅମାତ୍ୟ ଆଦି ଯେତେ ଜନ ଦେଖୁଅଛନ୍ତି ସେ ରାଜନ ମୃତ ବାଳକ ପାଦ ତଳେ ପଡ଼ିଲା ଯାଇ ମତି ଭୋଳେ ଖସିଣ ପଡ଼ିଅଛି କେଶ ବିଶ୍ରମ୍ଭ ପରିଧାନ ବାସ ଦୀର୍ଘ ନିଶ୍ୱାସ ସେ ଛାଡ଼ଇ ନୟନୁ ଅଶ୍ରୁ ଜଳ ବହି ନିରୋଧ କଣ୍ଠ ଦ୍ୱାର ହୋଇ ବଚନ ନ ପାରଇ କହି ପତିକୁ ଦେଖି ଶୋକ ଭର ମରଣ ଦେଖି କୁମରର କୃତଦ୍ୟୁତି ଯେ ମହାଦେଇ ବିଚିତ୍ର ବିଳାପ କରଇ স্তନ ଯୁଗଳ ଯେ ତାହାର ମଣ୍ଡିତ କୁଙ୍କୁମ ପଙ୍କର ଅଞ୍ଜନ ସହିତେ ଲୋତକ ଧୌତ କଲା ତାର ବକ୍ଷ କେଶ ହୋଇଲା ଅସମ୍ଭାଳ ଖସି ପଡ଼ିଲା ପୁଷ୍ପମାଳ ପୁରରି ପ୍ରାୟ ଶୋକ ଭରେ ରୋଦନ କରେ ଉଚ୍ଚ ସ୍ୱରେ ହେ ବିଧି ମତି ତ ଦାରୁଣ ବାଳକ ପ୍ରାୟ ଆଚରଣ ସକଳ କରି ନିରିମାଣ ଆପଣି କରୁ ତୁ ଭଞ୍ଜନ ସାନ ମରଇ ବଡ଼ ଥାଇ ଏହାର ନିଦାନ ନ ପାଇ ଯେବେ ସଂସାରେ ପ୍ରାଣୀଙ୍କର ଅକ୍ରମ ଜନ୍ମ ମରଣର
सृष्टि तो भियाणा अज्ञानी पराणी जे साना हे तात तनय मोहरा देखु कि नाहु तो पियरा शोक सागरे मोते थोई छाड़ी न जा बाबू दुही मुझे पापिष्ठी दुखी जाना तुमते न जाओ छाड़ीना तोर आश्रय अबमोही दुष्टर तमरु तराई दारुण जाम बस होई छाड़ी न जाओ मोते तुही उठ हे नृपति नंदना आनंदे कर स्तन्यपान समवयसी जे कुमारी डाकु अछंती बाबू तोरे बाळुत संगे तु विहर बहुत निद्रा दूर कर मोहर शोक तु निवार रोदंती पियर तोहर हरस आनन पंकज तोहर न देखी तनुज दारुण जमकी तोहरे घेनाई गला निज पुरे एणु तो कोमल बचन शुणाई नाही रे नंदन मृत पुत्रर ठारे तार विलाप शुणी नृपवर चित्रकेतु मग्न शोकरे रोदन करे उच्च स्वरे विलाप पत्नीर सहिते नृपर देखिण समस्ते जेते अमात्य आदि तार रोदन कले उच्च स्वर स्त्री पुरुष जेते जन सकले हेले अचेतन हेमंते शुण नृपवर सकले अति दुःखतर राजन दुःख देखि मुनि अंगिरा नारदंकु घेनी शीघ्रेण बेनी जने गले राजार नबरे मिलिले बोलई दास जगन्नाथ चित्रकेतु शोक चरित इति श्रीमद्भागवते महापुराणे पारमहंस्यां संहितायां षष्ठ स्कन्धे चित्रकेतु विलापो नाम 14 अध्यायः।